ତୁମେ ଭକ୍ତ ଦାସଙ୍କୁ ଆଣିକିରି କଲ ଢିଙ୍କିଆରେ ସମାବେଶ ଜିନ୍ଦଲଠୁ ପଇସା ଖାଇବ ବୋଲିକିରି ପ୍ରେସ୍ ମିଟ୍ ହେଉଛି କେବଳ ଜିନ୍ଦଲଠୁ ପଇସା ଖାଇବା, ଆଉ କିଛି ନାହିଁ। କଂଗ୍ରେସକୁ ବିକିବା, କଂଗ୍ରେସ ନାଁରେ ସାଧାରଣ କର୍ମୀକି ବଳି ପକାଇବା ଏବଂ ଜିନ୍ଦଲଠୁ ପଇସା ଖାଇବା, ଆମେ କେହି ଜାଣିନୁ। ଏଠି ପ୍ରେସ୍ ମିଟ୍ ହେଉଛି କେବଳ ଉଦ୍ଦେଶ୍ୟ କ'ଣ ତାହେଲେ? ପ୍ରେସ୍ ଚାନ୍ଦା ଆଦାୟ କରିବେ, କେବଳ ପଇସା କଂଗ୍ରେସକୁ ମୋହରା କରିକିରି ଏସବୁ ଚାଲିଛି ଆଉ କିଛି ନୁହଁ। ଆପଣ ବର୍ତ୍ତମାନ କ'ଣ ସାଣ୍ଟ ଗାଣ୍ଟ ଚାଲିଲା ତାଙ୍କ ଭିତରେ? କ'ଣ ସାଙ୍ଗ ହେଇକିରି ପଇସା ଖାଇବ, ସାଙ୍ଗ ହେଇକି କଂଗ୍ରେସକୁ ଚିତା କାଟିବ, ସେ ଜିନ୍ଦଲରୁ ପଇସା ଚାନ୍ଦା ଆଦାୟ କରିବ ନା କ'ଣ? ନଳିନୀ ବାବୁଙ୍କ ସହିତ ଇଏ ଗୋଟେ କ'ଣ ଚାଲିଛି ତାଙ୍କର ଆଉ ଏଇଆ। 3.2 MLPA MPPA ଅଛି ଆପଣଙ୍କର ସେଇଟା ସ୍କିଲ୍ଟା, ତାମାନେ ମିଲେନିୟମ୍ ମାନେ 30.2 ମିଲେନିୟମ୍ ପର୍ ଇୟର୍। ତ ସିମେଣ୍ଟଟା ବି ଆପଣଙ୍କର 10 ମିଲିୟନ୍ MTPA ସିମେଣ୍ଟ ଫ୍ୟାକ୍ଟ୍ରି ଗୋଟେ ଗ୍ରାଇଣ୍ଡିଂ ହେବ, ମିକ୍ସିଂ ହେବ। ଏଥିସହିତ ସେ ଗୋଟେ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ CPP ଗୋଟେ କରୁଛନ୍ତି, ସେଇଟା ହେଉଛି 900 ମେଗାୱାଟ୍। ତା ସହିତ ଓଲ୍ 15 କରୁଛନ୍ତି ସେମାନେ। ଆମର ଆଗରୁ ପିପିଏଲ୍ ଓଷାର ସବୁ ସେମାନେ ନେଉଥିଲେ, ପୋର୍ଟକୁ ୟୁଜ୍ କରୁଥିଲେ। ଇଏ ପୁରା ଦସ୍ତାବିଜ କରି ସେଠି ନିଜର ଜଟାଧାରୀ ମଣ୍ଡରେ ପୋର୍ଟ ବି କରିବ। ତ ଯେତିକି ଇନଭେଷ୍ଟମେଣ୍ଟ ସେ କରୁଛି, ଯେତିକି ଏରିଆ ନେଉଛି ଏବଂ ଯେଉଁ ଫ୍ୟାକ୍ଟରି ସବୁ ରଖୁଛି, ଯେଉଁ ତିନିଟା ପ୍ରଡ଼କ୍ଟ ମାନେ ସିମେଣ୍ଟ ଷ୍ଟିଲ୍ ସହିତ ଯେଉଁ ମେଗାପ୍ଲାଣ୍ଟ ସବୁ କରୁଛି, ସେଠି ମିନିମମ୍ 30,000 ଲୋକ ଡାଇରେକ୍ଟ ବା ଇନଡାଇରେକ୍ଟ ନିଯୁକ୍ତି ହେଇପାରିବେ। ଏବଂ କମ୍ପାନୀ ହେବା ପୂର୍ବରୁ ଆମର ଗୋଟେ ନିୟମ ଅଛି CSR ଫଣ୍ଡ, CSR ଗ୍ରାଣ୍ଟ। CSR ମାନେ ଯେଉଁ ଆମର ତଦନ୍ତ କରାଯାଏ। ମୁଁ ବହୁତ ପ୍ରେସ୍ ବାର୍ତ୍ତା ଦେଇଛି, ନୂଆଗାଁରେ କରିଛି, ଗଡ଼ପୁରରେ କରିଛି, ଢିଙ୍କିଆରେ କରିଛି, ଏତେ ବଡ଼ ପ୍ରତିଭା ସଭା ବି ହେଲା। ଯଦି ଶିଳ୍ପମନ୍ତ୍ରୀ କହିଛନ୍ତି ମୋ ଖୋଲିଛନ୍ତି 19 ମାସ ପରେ। ମୋ ଘର, ମୁଁ ଜଣେ ଦୀର୍ଘ ଦିନର କଂଗ୍ରେସ କର୍ମୀ ଏବଂ ପଲ୍ଲିକଣ୍ଟା ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ କଂଗ୍ରେସ ହିଁ ସରପଞ୍ଚ ସଭ୍ୟ ଜିତିକିରି ଆସିଛନ୍ତି। ଆମ ସରପଞ୍ଚ କିମ୍ବା ଆମ ସଭ୍ୟ ଆଜି ଏରସମା ବ୍ଲକ କଂଗ୍ରେସ ତରଫରୁ ଗୋଟେ ସାମ୍ବାଦିକ ସମ୍ମିଳନୀ ଡକା ହେଇଥିଲା ଜିନ୍ଦଲ ବିରୁଦ୍ଧରେ, ସେ ବିଷୟରେ କ'ଣ କହିବେ? ବ୍ଲକ କଂଗ୍ରେସ କମିଟି ଆଜି ଜମା ଡକା ହେଇନି। ଆମର ତ ଏଠି ଏରସମା କୃଷ୍ଣେନ୍ଦ୍ରପୁର ପଲ୍ଲିକଣ୍ଟା ଇଏ 1/2 କିଲୋମିଟର ଭିତର, ଆମର କୌଣସି କର୍ମୀ ଆସିନାହାନ୍ତି ସେଠିକି, କିଏ ଆମେ କେହି ଜାଣିନୁ। ଏଠି ପ୍ରେସ୍ ମିଟ୍ ହେଉଛି କେବଳ ଉଦ୍ଦେଶ୍ୟ କ'ଣ ତାହେଲେ? ପ୍ରେସ୍ ମିଟ୍ର ଉଦ୍ଦେଶ୍ୟ ହେଉଛି କେବଳ ଜିନ୍ଦଲଠୁ ପଇସା ଖାଇବା, ଆଉ କିଛି ନାହିଁ। କଂଗ୍ରେସକୁ ବିକିବା, କଂଗ୍ରେସ ନାଁରେ ସାଧାରଣ କର୍ମୀକି ବଳି ପକାଇବା ଏବଂ ଜିନ୍ଦଲଠୁ ପଇସା ଖାଇବା। ଏ ନୂଆକରି ପିନାକୀ ଦାସ ହେଇଛନ୍ତି ବ୍ଲକ ସଭାପତି ହେଇଛନ୍ତି, ସେ ନିଜେ ତ ସାମ୍ବାଦିକ ସମ୍ମିଳନୀ ଉପସ୍ଥିତ। ପିନାକୀ ଦାସ କେମିତି ହେଲେ? ସେ ତ ଜମା ପରୀକ୍ଷା ବି ଦେଇନାହାନ୍ତି। ସିଏ ତ ଆମର ଯେଉଁଦିନ ପରୀକ୍ଷା ହେଲା ସେଦିନ ଯେତେ ଟିଚର ହେରିକା ଆସିଥିଲେ ଏଠିକି, ସେଦିନ ସେ ତ ପରୀକ୍ଷା ହଲ୍ରେ ବି ନଥିଲେ। ସେ ପାସ୍ କଲେ କେମିତି? ଆମେ ବୁଝିପାରିଲୁ କ'ଣ ପରୀକ୍ଷା ଦେଇ। ଆମର ଯେଉଁ ବ୍ଲକ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଆମର ଏଠି ଡକା ହେଇକିରି ସିଲେକ୍ସନ୍ ହେବ ବୋଲିକିରି ଯେଉଁ ପରୀକ୍ଷା ହେଲା ଏଠି 5 ଜଣଙ୍କର ନାଁ ଗଲା। ସେଦିନ ସେ ପରୀକ୍ଷା ହଲ୍କୁ ପିନାକୀ ବାବୁ ବି ଆସିନଥିଲେ। ସେ 5 ଜଣ ନାଁ ଭିତରେ କ'ଣ ପିନାକୀ ଦାସଙ୍କ ନାଁ? ନାଇଁ ସେ ନଥିଲେ ଜମା, ସେ ଆସିନାହାନ୍ତି ସେଦିନ। ତାହେଲେ ଗୋଟେ ଷଡ଼ଯନ୍ତ୍ର। ହଁ ବିରାଟ ଷଡ଼ଯନ୍ତ୍ର, ବିରାଟ ଷଡ଼ଯନ୍ତ୍ର। ଯେଉଁ ଷଡ଼ଯନ୍ତ୍ର ଆଉ କିଛି ନାହିଁ, କେବଳ କଂଗ୍ରେସ ଦଳକୁ ବିକିକିରି ଆମେ ପଇସା ଖାଇବା, ଆ ଛଡ଼ା କିଛି। ବିଗତ ଦିନରେ ଆମେ ଦେଖିଥିଲୁ ଯେତେବେଳେ ବାବୁଲ ସାହି ଥିଲେ ବ୍ଲକ ସଭାପତି, ଆମର ସୁଜନ ସମାବେଶକୁ ଆମେ ଆସିଥିଲୁ, ଦେଖିଥିଲୁ ଏଠି କଂଗ୍ରେସ ସୁଦୃଢ଼ ହେବାକୁ ଲାଗୁଛି, ସଂଗଠିତ ହେବାକୁ ଲାଗୁଛି ଅଲଗା ଦଳ ଅପେକ୍ଷା। କିନ୍ତୁ ଆଜି କ'ଣ ଦଳର ଭବିଷ୍ୟତ କ'ଣ? ଭବିଷ୍ୟତ କ'ଣ? କଂଗ୍ରେସକୁ ଯଦି ବିକ୍ରି ହେବ, କଂଗ୍ରେସକୁ ଯଦି ଆମେ ବିକିବା ଟଙ୍କା ପାଇଁ, ସୁଦୃଢ଼ କ'ଣ ହେବ? ଏବେ କ'ଣ 50,000 60,000 ଭୋଟ କଂଗ୍ରେସର ନାହିଁ, କିନ୍ତୁ କୁଆଡ଼େ ଗଲା? ସେ 50-60,000 ଭୋଟ ଯେଉଁ ଜିତୁ ବାବୁ ଠିଆ ହେଇଥିଲେ 50-51,000 ଭୋଟ ପାଇଥିଲେ, ନଳିନୀ ବାବୁ ଠିଆ ହେଲେ କୁଆଡ଼େ ଗଲା ସେ ଭୋଟ? ହାତ ଭୋଟ କଟିଲା, ବିକ୍ରି ହେଇଗଲା। କିଏ ନେତା ବିକିଦେଲେ? ଆଉ କୁଆଡ଼େ ଗଲା କୁଆଡ଼େ ସେ ଭୋଟ? ଆଗାମୀ ଦିନରେ ପୁଣି ଏରସମାର କଂଗ୍ରେସ ଅବସ୍ଥା ଏବେ ନାଇଁ, ଆଜି ଦିନରେ ବର୍ତ୍ତମାନ ପିନାକୀ ବାବୁ ବ୍ଲକ ସଭାପତି। ପିନାକୀ ବାବୁ 25ଟା ପଞ୍ଚାୟତ ନାଁ ଜାଣିଛନ୍ତି? 25ଟା ପଞ୍ଚାୟତର କିଏ ମୁଖ୍ୟ ତାଙ୍କୁ ଚିହ୍ନିଛନ୍ତି?
ଆଜି କର୍ମୀ ସମ୍ମିଳନୀ ଡାକିଲେ ଏଠି ପ୍ରେସ୍ ମିଟ୍ କଲେ କେତେ ଜଣଙ୍କୁ ଡାକିଛନ୍ତି? କେଉଁ ପଞ୍ଚାୟତକୁ ଡାକିଛନ୍ତି? କେଉଁ ମୁଖ୍ୟମାନଙ୍କୁ ଡାକିଛନ୍ତି? ତୁମେ ଭକ୍ତ ଦାସଙ୍କୁ ଆଣିକିରି କଲ ଢିଙ୍କିଆରେ ସମାବେଶ ଜିନ୍ଦଲ ଏଠୁ ପଇସା ଖାଇବ ବୋଲିକିରି ଆମର ଜିଲ୍ଲା ବ୍ଲକ ସଭାପତି ଆମର PCC ଇଏ ହେରିକା ଯିବେ ତଳେ ବସିବେ, ତୁମ ସରପଞ୍ଚ ନୋମିନି ବସିବେ ଷ୍ଟେଜରେ। ଆଜି ବି ସଭାରେ ଆମେ ଦେଖିଲୁ କେହି ନାହାନ୍ତି, ସେଇ 3-4 ଜଣ ଲୋକ ସେଇପଟୁ ଆସିଥିଲେ। ସମୁଦାୟ କେତେ ଜଣ କି? ସ୍ଥାନୀୟ ସେ 10-12 ସରପଞ୍ଚ ସାମ୍ବାଦିକ ମାନଙ୍କୁ ଛାଡ଼ିଦେଲେ, ମୁଁ ଯାଇଥିଲି ତା ଭିତରୁ ଦେଖିବାକୁ, ସାମ୍ବାଦିକ ମାନଙ୍କୁ ଛାଡ଼ିଦେଲେ 5-6 ଜଣ ବସିଥିଲେ ଷ୍ଟେଜରେ, ଆଉ 4 ଜଣ ଭିତରେ। କ'ଣ ଆପଣ କ'ଣ ଆମ ପ୍ରଦେଶ କଂଗ୍ରେସ ସଭାପତି କି ରାଜ୍ୟ ସଭାପତି ପାଇଁ ଜୋରଦାର ହବ ଯଦି ସେମାନେ ବର୍ତ୍ତମାନ ଆମ ବ୍ଲକ ବର୍ତ୍ତମାନ ରାଜ୍ୟ ଜାଣିଛି କି ଆମ ବ୍ଲକରେ ନେତା କିଏ, ବ୍ଲକର ସଂଗଠନ କ'ଣ। ଆଚ୍ଛା, ଆଜି ଦିନରେ ମୁଁ କହୁଛି ଏଇଲେ ବର୍ତ୍ତମାନ ରାତି ଅଧରେ ଜଣେ ଥାନାରେ ପଶିଲା, ସେଠି ପିନାକୀ ବାବୁ ଥିବେ ତ ଭୁବନେଶ୍ୱରରେ, ଏଠି ଆସି ତାଙ୍କୁ ସେ ଲୋକଙ୍କୁ ଉଦ୍ଧାର କରିବ କିଏ? ବ୍ଲକରେ ତହସିଲରେ କିଏ କରିବ? ସେଠି ବାବୁଲି ବାବୁ ଯାଉଥିଲେ ବି ଏବେ ବି କରିବେ। ଏସବୁ ପାଇଁ ପିନାକୀ ଦାସ ଅସମର୍ଥ ବୋଲି ଆପଣ ଅନୁଭବ ନା କରୁଛନ୍ତି? ନା, ଜମା ନୁହେଁ ନା, ଅସମର୍ଥ କ'ଣ, ସେ ଜମା ହବାର ଯୋଗ୍ୟତା ନାହିଁ। ସେ ଜିଲ୍ଲା ପରିଷଦ ହେଇଥିଲେ କେମିତି କ'ଣ ହେଇଥିଲେ ମୁଁ ବି ଜାଣିପାରୁନି। ଜିଲ୍ଲା ପରିଷଦ ହେଲା ପରେ ପୁଣି ଆସିକି ବ୍ଲକ ସଭାପତି ହେଇଛନ୍ତି କ'ଣ ବି? କେବଳ ଜିନ୍ଦଲକୁ ମୋରାଲି ଡିପ୍ରେସ୍ କରିକିରି କଂଗ୍ରେସ ଦଳଟାକୁ ବିକିକିରି ଆମେ ପଇସା ଖାଇବୁ। କ'ଣ ଆପଣ କ'ଣ କହିବାକୁ ଚାହୁଁଛନ୍ତି ପ୍ରଦେଶ କଂଗ୍ରେସ ସଭାପତି କି ଭକ୍ତ ଦାସଙ୍କୁ? ଏଇ ବାର୍ତ୍ତା ହେଉଛି ଆମର ଯଦି ଏଠି ପରିବର୍ତ୍ତନ ନଯାଏ, ଏଠି ନ ହୁଏ, ତାହେଲେ ଜୋରଦାର ହେବ ଏଠି ବ୍ଲକରେ। ଆଉ ଏବଂ ବ୍ଲକ କଂଗ୍ରେସ କମିଟି ଯେଉଁଦିନ ଏଠି ଡକା ହୁଏ ବି ଯଦି ପରିବର୍ତ୍ତନ ନ କରିକିରି ସେଦିନ ଜୋରଦାର ହେବ ଏବଂ ସେଇଟା ଆପଣ ମିଡ଼ିଆ ଭାଇମାନେ ଦେଖିବେ। ଆପଣ ଜଣେ ବହୁତ ଦିନର କଂଗ୍ରେସ ଲୋକ, ବ୍ଲଡ଼ କଂଗ୍ରେସ କହିଲେ ଅତ୍ୟୁକ୍ତି ହେବନି। ଆଜି ଯେଉଁ କାର୍ଯ୍ୟକ୍ରମ କରାଯାଇଥିଲା ଆପଣ କ'ଣ, ଆପଣଙ୍କ ମତ କ'ଣ ସେ ବିଷୟରେ? ଜମା ପରା କିଛି କଂଗ୍ରେସର କିଛି ହେଇନି, ସେ ବ୍ୟକ୍ତିଗତ କରିଛନ୍ତି କେବଳ ଜିନ୍ଦଲ ବିରୁଦ୍ଧରେ କହିବେ। ତାର ସେ ବାର୍ତ୍ତାଟା ମିଡ଼ିଆ ଭାଇଙ୍କ ଦ୍ୱାରା ଗଲେ ଜିନ୍ଦଲ ପାଖରୁ ଟଙ୍କାଟା ନେବେ, ଆଉ କ'ଣ ଇଏ କରିଛନ୍ତି କ'ଣ? ତାଙ୍କ ହାତକୁ ଏମିତି ଛାଟିଦେଲେ ମୋ ସାମ୍ନାରେ, ଏଇଟା କ'ଣ ଆଉ ଅଲଗା ପ୍ରମାଣ କ'ଣ ଚାହୁଁଛନ୍ତି ଆପଣ? ସେ ଏକାଠି ହେଇନ୍ତି ବ୍ଲକ ସଭାପତି ହେଇଛନ୍ତି, କ'ଣ କରିବେ କଂଗ୍ରେସ? କିଛି କରିପାରିବେନି, କିଛି କରିପାରିବେନି। ତାଙ୍କ ଭବିଷ୍ୟତ କ'ଣ? ଭବିଷ୍ୟତ ଅନ୍ଧାର। ପିନାକୀ ବାବୁ ଏଠି କିଛି କରିପାରିବେନି। ଏହାଦ୍ୱାରା ଆପଣ ଯେଉଁ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ କ'ଣ ମେସେଜ ଦେବେ? ମୁଁ ତାଙ୍କୁ ଏତିକି ଅପିଲ କରିବି, ନାଇଁ ମୁଁ ପ୍ରଦେଶ କଂଗ୍ରେସକୁ ଏତିକି ଅପିଲ କରିବି ଯେ ଯାହା ଡିସିସନ୍ ନେଲେ ଆପଣ ଭୁଲ ଡିସିସନ୍ ନେଲେ। ଆପଣ ମୁଁ କହିବା କଥା ନୁହେଁ, ତାଙ୍କୁ ତ ଆମେ ଭୁଲ କହିପାରିବାନି, ତଥାପି ମୁଁ କହୁଛି କିନ୍ତୁ ଏଇ ଯେଉଁ ଡିସିସନ୍ଟା ଭୁଲ ହେଇଛି। ଆଗାମୀ ଭବିଷ୍ୟତରେ ଏମିତି ଯେମିତି ଭୁଲ ନ ହେଉ। ଆମର ଯିଏ ବାବୁଲି ବାବୁ ଥିଲେ କ'ଣ ଅସୁବିଧା ଥିଲା? ସମସ୍ତଙ୍କୁ ଏକାଠି କରୁଥିଲେ, ଫୋନ୍ କରି ରାତି ଫୋନ୍ କରୁଥିଲେ, ଦିନ ରାତି ଫୋନ୍ କରୁଥିଲେ। ଯଦି ନ କରିପାରିବେ ମୋତେ ନମ୍ବର ଦେଉଥିଲେ, ମୁଁ ଫୋନ୍ କରୁଥିଲି, ଲୋକଙ୍କୁ ଏକାଠି କରୁଥିଲି। ଓଲଲା ପଦ୍ମପୁର କୁଆଡ଼େ ଆମେ ନ ବୁଲିଛୁ ରାତି, କେତେ ରାତି ଅନେକ ବିସ୍କୁଟ୍ ଖାଇକିରି ଆମେ ବୁଲିଛୁ। ବିସ୍କୁଟ୍ ରାତିରେ କିଛି ପାଇଲୁନି, ଅଟା ଚକଳା କରିକିରି ଏଠି ଖାଇଲୁ। ଆମେ ଦଳ ପାଇଁ ଖଟିଛୁ। ଦିନରେ ଆପଣ ଏତେ କଷ୍ଟ କରି ଦଳକୁ ଏତେ ବାଟ ଆଣିଛନ୍ତି, କ'ଣ ଆପଣ ବୁଝିବେ? ସାରଦା ବାବୁଙ୍କଠୁ ବୁଝିବେ। ସାରଦା ବାବୁ ଅଛନ୍ତି, ସାରଦା ବାବୁ ଜାଣିଛନ୍ତି, ଛାଡ଼ି ଦେଇ ଚାଲିଯିବେ। ମାଛ ଘାଣ୍ଟ କେମିତି ହେବ, ମିଟିଂ କେମିତି ହେବ, ଲୋକ କେଉଁଠୁ ଆସିବେ, କେମିତି ଆସିବେ, ସବୁ କାମ ଆମେ ଆରେଞ୍ଜ କରୁ, କାହାକୁ ଦରକାର ନାହିଁ। ଜିଲ୍ଲା ପରିଷଦ ପିନାକୀ ବାବୁ ଜିତିଲେ, ସେଠି କ'ଣ ସରପଞ୍ଚ ନୋମିନି ଆଉ କେହି ଜିତିଲେନି, ସିଏ ଜିତିଗଲେ। ତାଙ୍କର କ'ଣ ଅଲଗା ଦଳର କୌଣସି ସରପଞ୍ଚ ନୋମିନି ନାଁରେ କ'ଣ ତାଙ୍କର ପେଚ ଥିଲା ନା କ'ଣ ଥିଲା ଆମେ ଜାଣିପାରିଲୁନି କିଛି। କ'ଣ ପାଇଁ ଜିତିଲେ? ଆମର ଏଠି ଭୋଟ ମାନେ କ'ଣ ହେଲା କ'ଣ ମୁଁ ଜାଣିପାରୁନି କିଛି। ତାପରେ ଆମର ଯେଉଁ MLA ଇଲେକ୍ସନ୍ ହେଲା, କୌଣସି ବୁଥ୍ ଲିଷ୍ଟ ଦେଲାନି। କ'ଣ ମାନେ କ'ଣ ଆମେ ଜାଣିବୁ? ଆମର କ'ଣ କଂଗ୍ରେସ ଲୋକ ନାହାନ୍ତି ନା କ'ଣ ଭୋଟ ନାହିଁ ନା କ'ଣ ଆମେ ଜାଣିପାରିଲୁନି କିଛି। ତା ମାନେ ନଳିନୀ ବାବୁଙ୍କ ସହିତ ଇଏ ଗୋଟେ କ'ଣ ଚାଲିଛି ତାଙ୍କର, ଆଉ ଏଇଆ ଆଉ। କର୍ଣ୍ଣଲଙ୍କ ବିରୁଦ୍ଧରେ ପିନାକୀ ବାବୁ କାମ କରିଥିଲେ, ବିରୁଦ୍ଧରେ କାମ କରିକିରି ଏକଟା ହେଇଛି ହେଲା, ଏକଟା ହେଇଛି ବିରୁଦ୍ଧରେ କାମ। ପିନାକୀ ବାବୁ ଯେଉଁ MLA ଇଲେକ୍ସନରେ ଖେଞ୍ଚା ଖେଞ୍ଚି ହେଉଥିଲେ, ଆମକୁ ଆସି କହିଲେ
ନାଇଁ ସେ ନଳିନୀ ବାବୁ ସେ ଅମକ ଡମକ ସେ ଯେଉଁ ତାଙ୍କ ଭିତରେ ଚାଲିଥିଲା ସେଗୁଡ଼ା ସବୁ କହିବା କଥା ନୁହଁ, ଆମେ କହିବା ପାଇଁ ଚାହୁଁନୁ। MLA ଇଲେକ୍ସନରେ ତାଙ୍କର ଖେଞ୍ଚାଖେଞ୍ଚି ଚାଲିଥିଲା, ଇଏ ଚାଲିଥିଲା। ବର୍ତ୍ତମାନ କ'ଣ ସାଣ୍ଟ ଗାଣ୍ଟ ଚାଲିଲା ତାଙ୍କ ଭିତରେ, କ'ଣ ସାଙ୍ଗ ହେଇକିରି ପଇସା ଖାଇବ, ସାଙ୍ଗ ହେଇକି କଂଗ୍ରେସକୁ ଚିତା କାଟିବ, ସେ ଜିନ୍ଦଲରୁ ପଇସା ଚାନ୍ଦା ଆଦାୟ କରିବ ନା କ'ଣ? ଏଗୁଡ଼ା ସବୁ କ'ଣ? ତେମେ କ'ଣ ଏଇ ଆକୁ ମୋରା କରିକିରି ତମେ ସେଠୁ ଚାନ୍ଦା ଆଦାୟ କରିକିରି ଇଏ କରିବ ସବୁ, ତୁମ ଦୁଇ ଜଣଙ୍କ ଭିତରେ ଏମିତି ଚାଲିବ। ଆଗରୁ ତ ଆମେ ଦେଖିନୁ ତୁମ ଭିତରେ, ଆମେ ତ ନିଜ ଚକ୍ଷୁରେ ଦେଖିଛୁ ଯେ ତୁମ ଦୁଇ ଜଣଙ୍କର ପଡ଼ୁନଥିଲା। MLA ଇଲେକ୍ସନରେ ସିଏ ତୁମକୁ କଥାରେ ରହୁନଥିଲା, ତୁମେ ତାକୁ ବୁଝେଇବା ପାଇଁ 100 ଜଣ ଆମେ ଯାଇଥିଲୁ, ସେ ସବୁ କଥା ହେଇଥିଲା, ତାଙ୍କ ଅଫିସରେ ବସିଥିଲୁ, ସବୁ କଥା ଆମେ ଦେଖି ସାରିଲା ପରେ ବର୍ତ୍ତମାନ ଯେଉଁ ପ୍ରକାର ଦୁଇ ଜଣଙ୍କର ବନ୍ଧୁତ୍ୱ ଯେଉଁ ଅଛି ସେଇଟା କ'ଣ ପାଇଁ? ଚାନ୍ଦା ଆଦାୟ କରିବେ, କେବଳ ପଇସା, କଂଗ୍ରେସକୁ ମୋହରା କରିକିରି ଏସବୁ ଚାଲିଛି। ଆଉ କିଛି ନୁହଁ। ଆପଣ କେବଳ ଦେଖିବେ ଏମାନେ କେବଳ ପଇସା ପାଇଁ ଚାଲିଛନ୍ତି, ଆଉ କିଛି ନାହିଁ। ସାଙ୍ଗ ହେଇ ମିଶିଗଲେ।